ଲୋକମାନେ ଯେତେବେଳେ ବାପୁଜୀ ଜାତିର ଜନକ ବା ଜାତିର ପିତା এই শব্দ সবু কহନ୍ତି তো আমি জানিযাও মহাত্মা গান্ধীଙ୍କ বিଷୟରେ কଥାবার্তা চাଲିଛି। তো তাଙ୍କର না মোহনচাঁদ করমচাঁদ গান্ধী ଥିଲା। আজি আমি আলোচনা করিবা যে গান্ধীজি জনে সাধারণ পিলা ଥିଲେ, জনে সাধারণ বালক ଥିଲେ, এতে ভালো পাঠ পড়ু নଥିଲେ, সি কেমতি এতে বড় নেতা হই পারলে সেই বিষয়ে আজি আমি আলোচনা করিবা। গান্ধীজি 1869 মସିହା অক্টোবর 2 তারিখে গুজরাটর পোরবন্দর ঠারে জন্মগ্রহণ করଥିଲେ। তাଙ୍କର পিতা পোরবন্দরর দেওয়ান ଥିଲେ এবং তাଙ୍କର মাতা জনে ধর্মপরায়ণ মহিলা ଥିଲେ। পুতলি ভাই তাଙ୍କର মাতা সে জনে ধর্মপরায়ণ মহিলা ଥିଲେ এবং তাଙ୍କର পরিবার বৈষ্ণব ভক্ত ଥିଲେ, বিষ্ণুଙ୍କର ভক্ত ଥିଲେ, বৈষ্ণব ধর্মর ଥିଲେ। তেণু যেহেতু সে বিষ্ণুଙ୍କର ভক্ত ଥିଲେ বা বৈষ্ণব ধর্মরে দীক্ষিত হয়েছিল তাଙ୍କ পরিবার, তেণু সে তাଙ୍କ মাଙ୍କ ଠାରୁ ଶିଖିଥିଲେ ଅହିଂସା, କେମିତି ସମସ୍ତଙ୍କ ସହିତ ଭଲରେ ଚଳିବା, ମିଳାମିଶା ରହିବା, ସହନଶୀଳତା, ଏସବୁ ବିଷୟ ତାଙ୍କ ମାଙ୍କ ଠାରୁ ମହାତ୍ମା ଗାନ୍ଧୀଙ୍କ ପାଖକୁ ଆସିଥିଲା। ତ ମହାତ୍ମା ଗାନ୍ଧୀଙ୍କର ପ୍ରାଥମିକ ଶିକ୍ଷା ପୋରବନ୍ଦରରେ ହେଇଥିଲା। ତାପରେ ତାଙ୍କର ପିତା ରାଜକୋଟକୁ ଦେୱାନ ହେଇକରି ଗଲେ ଏବଂ ତାଙ୍କର ଆଉ କିଛି ପ୍ରାଥମିକ ଶିକ୍ଷା ରାଜକୋଟରେ ହେଲା। ତାପରେ ରାଜକୋଟ ପରେ ରାଜକୋଟରେ ଶିକ୍ଷା ଲାଭ କରିବା ପରେ ସେ ବମ୍ବେ ଚାଲିଗଲେ। ବମ୍ବେରେ ଗୋଟେ କଲେଜରେ ନାଁ ଲେଖାଇଲେ। ତା ପୂର୍ବରୁ ଗୁଜରାଟର ଭାବନଗରରେ ମଧ୍ୟ ସେ କିଛି ଦିନ ପଢ଼ିଥିଲେ କିନ୍ତୁ କଲେଜ ଛାଡ଼ି ଦେଇଥିଲେ। ତାପରେ ବମ୍ବେରେ ପାଠ ପଢ଼ିଲେ। ଯେତେବେଳେ ସେ ଧୀରେ ଧୀରେ ବଡ଼ ହେଲେ ତାଙ୍କ ପରିବାରରେ ଆଲୋଚନା ହେଲା ଯେ ଯଦି ତାଙ୍କ ପାରମ୍ପରିକ ଚାକିରି ବା ଉଚ୍ଚ ପଦବୀରେ ଚାକିରି କରିବା ପାଇଁ ମହାତ୍ମା ଗାନ୍ଧୀକୁ ବାରିଷ୍ଟର ହେବାକୁ ପଡ଼ିବ। ତାପରେ ସେ ଲଣ୍ଡନ ଚାଲିଗଲେ ଏବଂ ଲଣ୍ଡନରେ ଇନର ଟେମ୍ପଲ ଲ କଲେଜରେ ସେ ନାଁ ଲେଖାଇଲେ ଏବଂ ବାରିଷ୍ଟରୀ ପାଠ ପଢ଼ିଲେ। ବାରିଷ୍ଟର ପାଠ ପଢ଼ି ସାରିବା ପରେ 3 ବର୍ଷ ସେ ଲଣ୍ଡନରେ ରହିଲେ। ଲଣ୍ଡନରେ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ। କାହିଁକି ନା ସେ ନିରାମିଷାସୀ ଥିଲେ ଏବଂ ତାଙ୍କର ଯେଉଁ ରାଜକୋଟରୁ ସେ ଗଲେ ବମ୍ବେ ଏ ଯେଉଁ ଇଂଲଣ୍ଡକୁ ଗଲେ, ରାଜକୋଟ ଏକ ମଧ୍ୟ ଗ୍ରାମ୍ୟ ବ୍ୟବସ୍ଥା ଥିଲା ସେଠି। ସେଠୁ ସେ ଇଂଲଣ୍ଡର ଯେଉଁ ଚାକଚକ୍ୟ ଆଭିଜାତୀୟ ଯେଉଁ ଚଳଣି, ସେ ଚଳଣି ତାଙ୍କୁ ଅସୁବିଧାରେ ପକାଇଲା। କିନ୍ତୁ ବହୁତ କଷ୍ଟ ସହିବା ପରେ ସେ ଗୋଟିଏ ଇଂଲଣ୍ଡରେ ଗୋଟିଏ ଭେଜିଟେରିଆନ୍ ରେଷ୍ଟୁରାଣ୍ଟ ପାଇଲେ ଏବଂ ସେଠାରେ ସେ ତାଙ୍କର ଖାଇବା ପିଇବା ବ୍ୟବସ୍ଥା ହେଇଗଲା। ତାଙ୍କର ଯେଉଁ ସେଠିକାର ଯେଉଁ ଚାଲିଚଳଣିକୁ ସେ ଗ୍ରହଣ କରିପାରୁନଥିଲେ, କିନ୍ତୁ ସେ ତାଙ୍କ ମାଙ୍କ ପାଖରେ ପ୍ରତିଜ୍ଞା କରିକି ଯାଇଥିଲେ ଯେ ଇଂଲଣ୍ଡରେ ଯେତେବେଳେ ସେ ରହିବେ ସେତେବେଳେ ସେ ମଦ, ମାଂସ ଓ ନାରୀ ଏ 3ଟି ଜିନିଷ ଠାରୁ ସେ ଦୂରରେ ରହିବେ ଏବଂ ତାହାକୁ ମଧ୍ୟ ସେ କଠୋରତାର ସହିତ ପାଳନ କରିଥିଲେ। ସେଠାରେ ଇଂଲଣ୍ଡରେ ତାଙ୍କର ଜର୍ଜ ବର୍ନାର୍ଡ ଶ, ଆନି ବେସାଣ୍ଟ ପ୍ରଭୃତିଙ୍କ ସହିତ ସେଠି ସେ ସାକ୍ଷାତ କରିଥିଲେ। ତାଙ୍କ ଦେଖା ହେଇଥିଲା, ତାଙ୍କ ସଂସ୍ପର୍ଶରେ ସେ ଆସିଥିଲେ ଏବଂ ତାଙ୍କର ପ୍ରଭାବ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଉପରେ ବହୁତ ପଡ଼ିଥିଲା। ସେଠାରେ ସେ ବାଇବେଲକୁ ପଢ଼ିଥିଲେ ଏବଂ ଭଗବତ ଗୀତାର ଇଂରାଜୀ ଭର୍ସନକୁ ମଧ୍ୟ ସେଠାରେ ସେ ପଢ଼ିଥିଲେ ଏବଂ ଭଗବତ ଗୀତା ଇଂରାଜୀ ଭାଷାରେ ଅନୁବାଦରେ ହେଇଥିବା ଯେଉଁ ଭଗବତ ଗୀତାକୁ ସେ ପଢ଼ିଲେ, ସେ ଭଗବତ ଗୀତାର ପ୍ରଭାବ ମଧ୍ୟ ତାଙ୍କ ଜୀବନରେ ପଡ଼ିଥିଲା। ହିନ୍ଦୁ ପୁରାଣ ଶାସ୍ତ୍ରରେ ରାଜା ହରିଶ୍ଚନ୍ଦ୍ର ଏବଂ ପ୍ରହ୍ଲାଦ, ଭକ୍ତ ପ୍ରହ୍ଲାଦ, ଏ 2 ଜଣଙ୍କର ପ୍ରଭାବ ମଧ୍ୟ ଗାନ୍ଧୀଜୀଙ୍କ ଉପରେ ବହୁତ ପଡ଼ିଥିଲା। ସେଥିପାଇଁ ସେ ବଳିଦାନ ଏବଂ ସାକ୍ରିଫାଇସ୍, ଯାହାକୁ କୁହାଯାଏ ସାକ୍ରିଫାଇସ୍ ଏବଂ ସତ୍ୟ, ଏ 2ଟା ଗୁଣକୁ ସେ ନିଜର କରିକି ରଖିଥିଲେ ସବୁବେଳେ। ସେଥିପାଇଁ ସେ ସବୁବେଳେ କାହାରି ଆଗରେ ମୁଣ୍ଡ ନୁଆଉନଥିଲେ। ଯାହା ହଉ 3 ବର୍ଷ ପରେ ସେ ଇଂଲଣ୍ଡରୁ ପୁଣି ଭାରତକୁ ଫେରି ଆସିଲେ ବାରିଷ୍ଟରୀ ପାସ୍ କରିକି ଏବଂ ରାଜକୋଟରେ କିମ୍ବା ବମ୍ବେରେ 2ଟା ଜାଗାରେ ସେ ତାଙ୍କର ଆଇନ ବ୍ୟବସାୟ ଆରମ୍ଭ କଲେ କିନ୍ତୁ ବିଫଳ ହେଲେ। ଆଇନ ବ୍ୟବସାୟରେ ସେ ସଫଳ ହେଇପାରିଲେ ନାହିଁ। ତ ପରେ ରାଜକୋଟର ଏ ଯେଉଁ ଗୁଜରାଟର ଜଣେ ବ୍ୟବସାୟୀ ଅବଦୁଲ୍ଲା ବୋଲି ଜଣେ ବ୍ୟବସାୟୀ ଥିଲେ, ତାଙ୍କର ବ୍ୟବସାୟ ଚାଲିଥିଲା ଦକ୍ଷିଣ ଆଫ୍ରିକାରେ ଏବଂ ସେଇ ବ୍ୟବସାୟ ସମ୍ବନ୍ଧୀୟ କୌଣସି ଏକ ମକଦ୍ଦମା ଥିଲା। ସେ ମକଦ୍ଦମା ପାଇଁ ସେ ଗାନ୍ଧୀଜୀଙ୍କୁ 1 ବର୍ଷ ପାଇଁ ଏକ ଚୁକ୍ତିପତ୍ର କରିକି ଦକ୍ଷିଣ ଆଫ୍ରିକା ନେଲେ ଏବଂ ଯେହେତୁ ଗାନ୍ଧୀଜୀଙ୍କର ଆଇନ ବ୍ୟବସାୟ ଏଠାରେ ଭଲ ଚାଲୁନଥିଲା, ସେ ଖୁସିରେ ଚାଲିଗଲେ, ଦକ୍ଷିଣ ଆଫ୍ରିକା ଚାଲିଗଲେ। ଦକ୍ଷିଣ ଆଫ୍ରିକାରେ ଯେଉଁ ସବୁ ଘଟଣା ତାଙ୍କ ସହିତ ଘଟିଲା, ପ୍ରକୃତରେ ସେଇ ଘଟଣା ଗୁଡ଼ିକ ଯୋଗୁଁ ଗାନ୍ଧୀଜୀଙ୍କର ଭିତରେ ଥିବା ବ୍ୟକ୍ତିତ୍ୱ ପ୍ରସ୍ଫୁଟିତ ହୋଇ ବାହାରିଲା। ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ସେତେବେଳେ କ'ଣ ହେଉଥିଲା ନା ଇଂରେଜମାନେ ଶାସନ କରୁଥିଲେ, କିଛି ପ୍ରୋଭିନ୍ସରେ ଇଂରେଜମାନେ ଶାସନ କରୁଥିଲେ ଏବଂ ସେଠାରେ କଳା ଗୋରା ଭେଦଭାବ ଆଉ ଜାତିଭେଦ ପ୍ରଥା ପ୍ରବଳ ମାତ୍ରାରେ ଥିଲା। ତ ଭାରତୀୟମାନଙ୍କୁ ଇଂରେଜମାନେ ଶ୍ୱେତାଙ୍ଗମାନେ ଘୃଣା କରୁଥିଲେ ଏବଂ ବହୁତ ସୁବିଧାରୁ ସେଠି ସେ ବଞ୍ଚିତ କରାଯାଇଥିଲା ତାଙ୍କୁ। ତ ଯେତେବେଳେ
ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଯାଇ ପହଞ୍ଚିଲେ 1893 ମସିହାରେ ସେ ଗଲେ। ଦକ୍ଷିଣ ଆଫ୍ରିକାରେ ଥିଲାବେଳେ ଡରବାନର ଏକ କୋର୍ଟରେ ଜଣେ ୟୁରୋପିଆନ୍ ମାଜିଷ୍ଟ୍ରେଟ୍ ଗାନ୍ଧିଜୀଙ୍କୁ ତାଙ୍କର ପଗଡ଼ି ଓହ୍ଲାଇବା ପାଇଁ କହିଥିଲେ, କିନ୍ତୁ ଗାନ୍ଧିଜୀକୁ ଏହା ବହୁତ ବାଧିଥିଲା। ସେ ପଗଡ଼ି ନ ଓହ୍ଲାଇ କୋର୍ଟରୁ ବାହାରକୁ ଚାଲି ଆସିଥିଲେ। କିଛି ଦିନ ପରେ ଡରବାନରୁ ପ୍ରିଟୋରିଆ ସେ ଟ୍ରେନ୍ର ଫାର୍ଷ୍ଟ କ୍ଲାସ୍ କମ୍ପାର୍ଟମେଣ୍ଟରେ ଯାତ୍ରା କଲେ, କିନ୍ତୁ ପିଟରଜିବର୍ଗ ଷ୍ଟେସନରେ ଯେତେବେଳେ ଜଣେ ଶ୍ୱେତାଙ୍ଗ ସେ କମ୍ପାର୍ଟମେଣ୍ଟକୁ ଉଠିଲେ ଯିବା ପାଇଁ, ତ ସେଠିକାର ଯେଉଁ ଟ୍ରେନ୍ର ଭିତରେ ଥିବା ଯେଉଁ ଟିଟି ସେ ଗାନ୍ଧିଜୀଙ୍କୁ ତଳକୁ ଓହ୍ଲାଇ ଯିବା ପାଇଁ କହିଲା। ଗାନ୍ଧିଜୀ ମନା କଲେ। ତାପରେ ଟିଟି ତାଙ୍କୁ କହିଲା ଯେ ତଳେ ବସିକି ଯାଆନ୍ତୁ, ନହେଲେ ଗାନ୍ଧୀ ତାହାକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ। ଶେଷରେ ସେ ଟିଟି ଗାନ୍ଧିଜୀଙ୍କୁ ମାଡ଼ ମାରି ଟ୍ରେନ୍ରୁ ପ୍ଲାଟଫର୍ମକୁ ଫୋପାଡ଼ି ଦେଲେ। ଟ୍ରେନ୍ ଚାଲିଗଲା। ଗାନ୍ଧିଜୀ ଷ୍ଟେସନରେ ବସି ରହିଲେ। ଏହା ତାଙ୍କୁ ବହୁତ ବାଧିଥିଲା ଏବଂ ପରବର୍ତ୍ତୀ ଟ୍ରେନ୍ରେ ସେ ପୁଣି ଯାତ୍ରା କରିଥିଲେ। କିନ୍ତୁ ଏଇ ଯେଉଁ ଘଟଣା, ଏ ଘଟଣା ତାଙ୍କ ମନ ଉପରେ ବହୁତ ବଡ଼ ପ୍ରଭାବ ପକାଇଥିଲା। ଦକ୍ଷିଣ ଆଫ୍ରିକାରେ ଏସବୁ ଘଟଣା ନୀତିଦିନିଆ ଥିଲା। ଯେଉଁ ଭାରତୀୟମାନେ ଦକ୍ଷିଣ ଆଫ୍ରିକାରେ ବାସ କରୁଥିଲେ ନିଜର ପେଟ ପାଟଣା ପାଇଁ, ସେମାନେ ଏହାକୁ ସାଧାରଣ ଭାବରେ ଗ୍ରହଣ କରୁଥିଲେ, କିନ୍ତୁ ଗାନ୍ଧିଜୀ ଏହାକୁ ସାଧାରଣ ଭାବରେ ଗ୍ରହଣ କଲେ ନାହିଁ। ଗାନ୍ଧିଜୀ ନିଜର ସ୍ୱାଭିମାନକୁ ବଞ୍ଚାଇ ରଖିବା ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ସ୍ଥିର କଲେ ଏବଂ ସେ ଭାରତୀୟମାନଙ୍କୁ ଏକାଠି କଲେ, ଏକଜୁଟ କରାଇଲେ। ଭାରତୀୟ ଏବଂ ଅନ୍ୟାନ୍ୟ ଅଳ୍ପ ସମୁଦାୟ ଲୋକ ଯେଉଁମାନେ ଥିଲେ ସେଠାରେ, ସେମାନଙ୍କୁ ସବୁ ଏକାଠି କଲେ ଏବଂ ବିଭିନ୍ନ ପ୍ରୋଟେଷ୍ଟ ପିଟିସନ୍ ସବୁ ସରକାରଙ୍କୁ ଦେଲେ। ଏ ଭିତରେ ଆଉ ଗୋଟିଏ ଘଟଣା ମଧ୍ୟ ଗାନ୍ଧିଜୀଙ୍କ ସହିତ ଘଟିଲା। ଯେଉଁ ରାସ୍ତା କଡ଼ରେ ଫୁଟପାଥ ଥାଏ, ସେ ଫୁଟପାଥରେ ଇଂରେଜମାନେ ଚାଲିବା ପାଇଁ ବ୍ୟବସ୍ଥା ଥିଲା। କଳା ଲୋକମାନେ ସେ ଫୁଟପାଥରେ ଚାଲିବା ପାଇଁ ତାଙ୍କୁ ମନା କରାଯାଇଥିଲା, କିନ୍ତୁ ଗାନ୍ଧିଜୀ ସେ ଫୁଟପାଥରେ ଚାଲିଲେ। ଚାଲିବା ଫଳରେ କିଛି ଶ୍ୱେତାଙ୍ଗ ତାଙ୍କୁ ବାଡ଼େଇଥିଲେ ଏବଂ ଗାନ୍ଧିଜୀ ମଧ୍ୟ ତାହାକୁ ଗୁରୁତର ସହିତ ନେଲେ, କିନ୍ତୁ ସେ କାହାରି ଉପରେ ରାଗ ରଖୁନଥିଲେ। ତେଣୁ ସେ କୌଣସି ଇଂରେଜ ବ୍ୟକ୍ତି ଯିଏକି ତାଙ୍କ ସହିତ ଏହି ପ୍ରକାର ବ୍ୟବହାର କରୁଥିଲେ, ସେ ବ୍ୟକ୍ତିଙ୍କ ବିରୁଦ୍ଧରେ ସେ କୌଣସି ମକଦ୍ଦମା କରୁନଥିଲେ ଏବଂ ସେ ଦେଖିଲେ ଯେ ନାଟାଲର ବିଧାନସଭାରେ ଏକ ବିଲ୍ ଆସୁଛି। ସେ ବିଲ୍ରେ ବ୍ୟବସ୍ଥା କରାଯାଉଛି ଯେ ଭାରତୀୟମାନେ ଭୋଟ ଦେଇପାରିବେ ନାହିଁ ଏବଂ ତାଙ୍କୁ ପଞ୍ଜୀକରଣ କରିବା ପାଇଁ ବାଧ୍ୟ କରାଯିବ, ଗୋଟେ ରେଜିଷ୍ଟ୍ରେସନ କରିବା ପାଇଁ ବାଧ୍ୟ କରାଯିବ ଏବଂ ସେ ରେଜିଷ୍ଟ୍ରେସନରେ ତାଙ୍କର ଟିପ ଚିହ୍ନ ରହିବ ଏବଂ ସେ କାର୍ଡ଼କୁ ପ୍ରତ୍ୟେକ ଭାରତୀୟ ପକେଟରେ ସବୁବେଳେ ଧରି ବୁଲିବା ପାଇଁ ନିର୍ଦ୍ଦେଶ ରହିବ। ତ ଏ ବିଲ୍କୁ ସେ ବିରୋଧ କଲେ। ଏହା ତାଙ୍କ ପ୍ରତି ଏକ ଅପମାନ ସୂଚକ ବିଲ୍ ଥିଲା, ତେଣୁ ସେ ଏହାକୁ ବିରୋଧ କଲେ ଏବଂ ଏହା ବିରୁଦ୍ଧରେ ଭାରତୀୟମାନଙ୍କୁ ଏକାଠି କଲେ। କିନ୍ତୁ ଏ ବିଲ୍କୁ ଆଣିବାରେ ଗାନ୍ଧିଜୀ ସଫଳ ହୋଇନଥିଲେ, କିନ୍ତୁ ସେ ଲୋକଲୋଚନକୁ ଆସିଗଲେ। ବ୍ରିଟିଶ ଭାରତର ଜନସାଧାରଣ ତାଙ୍କୁ ଧୀରେ ଧୀରେ ଜାଣିବାକୁ ଲାଗିଲେ, କାହିଁକିନା ସେ ଏହା ବିରୁଦ୍ଧରେ ବିଭିନ୍ନ ପ୍ରକାର ପିଟିସନ୍ ସବୁ ଲେଖିକି ଦେଉଥିଲେ ଏବଂ ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ଏ ସମ୍ବନ୍ଧରେ ଲେଖା ବାହାର କରୁଥିଲେ। ତେଣୁ ସେ ଧୀରେ ଧୀରେ ଲୋକଲୋଚନକୁ ଆସିଲେ ଏବଂ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନଙ୍କୁ ଏକଜୁଟ କରାଇଲେ। ଦେଖନ୍ତୁ, ଗାନ୍ଧିଜୀଙ୍କ ଜୀବନରେ 18 ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ କୌଣସି ଖବରକାଗଜ ମଧ୍ୟ ପଢ଼ିନଥିଲେ, କିନ୍ତୁ ଯେତେବେଳେ 25 ବର୍ଷ ବୟସ ତାଙ୍କୁ ହୋଇଥିଲା 1894 ମସିହାରେ, ସେତେବେଳେ ଏ ବିଲ୍କୁ ବିରୋଧ କରି ଶହ ଶହ ଭାରତୀୟଙ୍କର ଦସ୍ତଖତ ସଂଗ୍ରହ କରିଥିଲେ ଏବଂ ପ୍ରୋଟେଷ୍ଟ ଲେଟର ଦେଇଥିଲେ। ତ ଏଠାରେ ତାଙ୍କର ଭିତରେ ଥିବା ଲୁଚି ରହିଥିବା ପ୍ରତିଭା ଧୀରେ ଧୀରେ ବିକାଶ ଘଟିଲା ଏବଂ ସତ୍ୟ ପାଇଁ ସଂଗ୍ରାମ ସେ ଜାରି ରଖିଲେ ଏବଂ ଅସହଯୋଗ ଯେଉଁ ଶବ୍ଦ, ଯେଉଁ ଅସହଯୋଗ ଆନ୍ଦୋଳନ ଆମର ଭାରତରେ ହେଇଥିଲା, ତାର ମୂଳଦୁଆ ସେ ଦକ୍ଷିଣ ଆଫ୍ରିକାରେ ପକାଇଥିଲେ। ତାଙ୍କ ନେତୃତ୍ୱରେ ଶହ ଶହ ଭାରତୀୟ ଜେଲ୍ ମଧ୍ୟ ଯାଇଥିଲେ। ମହିଳା, ଶିଶୁ ଏବଂ ବହୁତ ଯେଉଁ ଖଣିରେ କାମ କରୁଥିବା ଶ୍ରମିକ ସମସ୍ତେ ନିଜର ଜୀବିକା ହରାଇବାକୁ ପସନ୍ଦ କରିଥିଲେ, କିନ୍ତୁ ଏ ବିଲ୍କୁ ବିରୋଧ କରିଥିଲେ ଏବଂ ସେମାନେ ଜେଲ୍କୁ ଯାଇଥିଲେ। ଫଳରେ ଗାନ୍ଧିଜୀଙ୍କର ନାମ ଭାରତରେ, ଇଂଲଣ୍ଡରେ ଏବଂ ସାଉଥ ଆଫ୍ରିକାରେ ଧୀରେ 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 ଜଣାଶୁଣା ହେଲା। 1894 ମସିହାରେ ଗାନ୍ଧିଜୀଙ୍କର ବର୍ଷେ ଚୁକ୍ତି ପୂରଣ ହୋଇଯାଉଥିଲା, ତେଣୁ ସେ ଭାରତ ଫେରିବା ପାଇଁ ପ୍ରସ୍ତୁତି କରୁଥିଲେ, କିନ୍ତୁ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନେ ତାଙ୍କୁ ଅନୁରୋଧ କଲେ ରହିବା ପାଇଁ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ଅନୁରୋଧ କଲେ।
ତେଣୁ ମହାତ୍ମା ଗାନ୍ଧୀ ପୁଣି ଦକ୍ଷିଣ ଆଫ୍ରିକାରେ ରହିଲେ ଏବଂ ଭାରତୀୟମାନଙ୍କ ପାଇଁ କାମ କଲେ। ଧୀରେ ଧୀରେ ସେ ସେଠାରେ 21 ବର୍ଷ ରହିଲେ ଦକ୍ଷିଣ ଆଫ୍ରିକାରେ ଏବଂ ସେଠି ସେ ଗୋଟିଏ ଟଲଷ୍ଟୟ ଫାର୍ମ ତିଆରି କରିଥିଲେ, ଗୋଟେ ଆମ୍ବୁଲାନ୍ସ କର୍ପ ମଧ୍ୟ ତିଆରି କରିଥିଲେ, ଯେଉଁଥିରେ କି ଯେତେବେଳେ ବୋଏର ୱାର୍ ହୋଇଥିଲା 1894 ମସିହାରେ ସେ ନାଟାଲ ଇଣ୍ଡିଆନ୍ କଂଗ୍ରେସ ଗଠନ କରିଥିଲେ ଏବଂ ସେହି ରାଜନୈତିକ ଦଳ ମାଧ୍ୟମରେ ସଂଗଠନ ମାଧ୍ୟମରେ ଭାରତୀୟମାନଙ୍କୁ ସେ ଏକାଠି କରିଥିଲେ ଏବଂ ଶେଷରେ ସେ ଭାରତୀୟମାନଙ୍କର ସେବା କରିବା ପାଇଁ ଦକ୍ଷିଣ ଆଫ୍ରିକାରେ ରହିବା ପାଇଁ ସ୍ଥିର କଲେ। ତ 1896 ମସିହାରେ ସେ ଭାରତ ଆସିଲେ ଏବଂ ତାଙ୍କର ପତ୍ନୀ କସ୍ତୁରବା ଓ ତାଙ୍କର ପିଲାମାନଙ୍କୁ ନେବା ପାଇଁ ଆସିଥିଲେ। ସେହି ସମୟରେ ସେ ଭାରତରେ ବିଭିନ୍ନ ନେତାମାନଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ହେଉଥିଲା ସେ ବିଷୟରେ ସବୁ ସଭା ସମିତି କରି ଆଲୋଚନା କରିଥିଲେ। କିନ୍ତୁ ଗାନ୍ଧିଜୀଙ୍କର ଏହି ଘଟଣା ୟୁରୋପୀୟମାନଙ୍କୁ ଉତ୍ତେଜିତ କରିଥିଲା। ଯେତେବେଳେ ସେ ଫେରିଲେ ଦକ୍ଷିଣ ଆଫ୍ରିକାକୁ ସେତେବେଳେ ଶ୍ୱେତାଙ୍ଗମାନଙ୍କର ଆକ୍ରମଣର ଶିକାର ହେଲେ। ବହୁତ ଗୋରା ଲୋକମାନେ ଇଂରେଜମାନେ ମିଶି ଶ୍ୱେତାଙ୍ଗମାନେ ମିଶି ଗାନ୍ଧିଜୀଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ସେତେବେଳକାର ଯେଉଁ କର୍ତ୍ତୃପକ୍ଷ ଥିଲେ, ଇଂରେଜ କର୍ତ୍ତୃପକ୍ଷ ଥିଲେ, ସେ ଗାନ୍ଧିଜୀଙ୍କୁ କହିଲେ ଯେ ଆପଣ ସେମାନଙ୍କ ନାଁରେ ମକଦ୍ଦମା କରନ୍ତୁ, ସେମାନଙ୍କ ନାଁରେ ଦିଅନ୍ତୁ, ରିପୋର୍ଟ ଦିଅନ୍ତୁ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଗାନ୍ଧିଜୀ ମନା କରିଥିଲେ, ଗାନ୍ଧିଜୀ ଦେଇନଥିଲେ। କାହିଁକି ନା ଗାନ୍ଧିଜୀ ସବୁବେଳେ ଚାହୁଁଥିଲେ ଯେ ଘୃଣାର ଉତ୍ତର ପ୍ରେମରେ ଦିଆଯାଉ। ତେଣୁ ଆମେ ସମସ୍ତେ ଜାଣିଛେ ଯେ ଗାନ୍ଧିଜୀ ସବୁବେଳେ କହୁଥିଲେ ଯେ ଗୋଟିଏ ଗାଲକୁ ଯଦି କେହି ଚାପୁଡ଼ା ମାରେ ସେ ଦ୍ୱିତୀୟ ଗାଲ ଦେଖାଇ ଦେବା ପାଇଁ କହୁଥିଲେ। ଏକ୍ଜାକ୍ଟଲି ସେଇ କଥା। ତ ଯେତେବେଳେ ବୋଏର ୱାର୍ ହେଲା, ଇଂରେଜମାନେ ଚାହିଁଲେ ଯେ କିଛି ତାଙ୍କର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଦକ୍ଷିଣ ଆଫ୍ରିକାରେ, ସେତେବେଳେ ଗୋଟେ ଯୁଦ୍ଧ ହୋଇଥିଲା। କାହିଁକିନା ସେତେବେଳକାର ଯେଉଁମାନେ ଶାସକ ଥିଲେ ସେ ଶାସକଙ୍କୁ ହଟେଇକରି ବ୍ରିଟିଶ ମାନେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରୁଥିଲେ। ସେ ଯୁଦ୍ଧରେ ବହୁତ ବ୍ରିଟିଶ ସୈନ୍ୟ ଆହତ ହୋଇଥିଲେ ଏବଂ ଗୋଟିଏ ଆମ୍ବୁଲାନ୍ସ କର୍ପ ତିଆରି କରିଥିଲେ ଭାରତୀୟମାନଙ୍କୁ ନେଇକରି ଗାନ୍ଧିଜୀ ଏବଂ ସେ ଇଂରେଜମାନଙ୍କର ଯେଉଁ ଆହତ ସୈନିକ ଥିଲେ ସେ ଆହତ ସୈନିକମାନଙ୍କର ମଧ୍ୟ ସେ ସେବା କରିଥିଲେ ସେଠି। ଦେଖନ୍ତୁ, ଇଂରେଜମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅତ୍ୟାଚାର କଲେ, ତାଙ୍କୁ ବାଡ଼େଇଲେ, ବିଭିନ୍ନ ଜାଗାରେ ତାଙ୍କୁ ଅପମାନ ଦେଲେ, କିନ୍ତୁ ଗାନ୍ଧିଜୀ ଯୁଦ୍ଧ ସମୟରେ ବ୍ରିଟିଶର ସୈନ୍ୟମାନଙ୍କୁ, ଆହତ ସୈନ୍ୟମାନଙ୍କୁ ସେବା କରିଥିଲେ। ତ ଏଇ ଯେଉଁ ଗୁଣ ତାଙ୍କ ଭିତରେ ଥିଲା, ସେ ଗୁଣକୁ ସେ ଧୀରେ ଧୀରେ ସତ୍ୟାଗ୍ରହ ଉପରକୁ ନେଇକି ଆସିଲେ। କାହିଁକି ନା ସେ ଯିଏ ବି ତାଙ୍କ ପ୍ରତି ଅତ୍ୟାଚାର କରୁ କିଭଳି ଭାବରେ ଅହିଂସା ଉପାୟରେ ତାଙ୍କୁ ସେ ମୁକାବିଲା କରିବେ, ଏହା ସେ ଲୋକଙ୍କୁ ଶିଖେଇଲେ ଏବଂ ଧୀରେ ଧୀରେ ଏହି ଫର୍ମୁଲା କାମ ବି ଦେଲା। ଲୋକମାନେ ଧୀରେ ଧୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କ କଥାରେ ସେମାନେ ପରିଚାଳିତ ହେଲେ ଏବଂ ଅହିଂସା ବା ଅସହଯୋଗ କଲେ, ଯାହାଫଳରେ ସେଠାକାର ବ୍ରିଟିଶ କର୍ତ୍ତୃପକ୍ଷ ମଧ୍ୟ ଭାରତୀୟମାନଙ୍କୁ କିଛି କିଛି ରିହାତି ଦେଲେ, କିଛି କିଛି ସୁବିଧା କରେଇଲେ ସେଠି। ତ 21 ବର୍ଷ ରହିଲା ପରେ ଗାନ୍ଧିଜୀ ଭାରତକୁ ଫେରିଲେ 1915 ମସିହାରେ। 1915 ମସିହାରେ ଫେରିବା ପରେ ଆମର ଭାରତୀୟ ଜାତୀୟ କଂଗ୍ରେସର ସେତେବେଳକାର ଯେଉଁ ନେତା ଥିଲେ ଗୋପାଳ କୃଷ୍ଣ ଗୋଖଲେ, ସେ ଗାନ୍ଧିଜୀଙ୍କୁ ଅହିଂସା ଆନ୍ଦୋଳନ ବା ଭାରତରେ ଯେଉଁ ସ୍ୱାଧୀନତା ଆନ୍ଦୋଳନ ସେତେବେଳେ ଚାଲିଥିଲା, ସେ ସ୍ୱାଧୀନତା ଆନ୍ଦୋଳନ ନେତୃତ୍ୱ ନେବା ପାଇଁ ତାଙ୍କୁ କହିଲେ। 1917 ମସିହାରେ ଚମ୍ପାରଣ ଆନ୍ଦୋଳନରେ ଗାନ୍ଧିଜୀଙ୍କୁ ପ୍ରଥମ ସଫଳତା ମିଳିଲା। ସେହି ଅଞ୍ଚଳର କୃଷକମାନେ ବ୍ରିଟିଶ ଜମିଦାରଙ୍କୁ ଏକ ନିର୍ଦ୍ଦିଷ୍ଟ ରେଟ୍ରେ ଫସଲ ଦେଉଥିଲେ, ଯେଉଁଥିରେ କି ସେମାନେ ବହୁତ କ୍ଷତି ସହୁଥିଲେ। ତେଣୁ ସେମାନେ ଧୀରେ ଧୀରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଅସହଯୋଗ କଲେ ଏବଂ ସଫଳ ମଧ୍ୟ ହେଲେ। ବ୍ରିଟିଶ କର୍ତ୍ତୃପକ୍ଷ ଶେଷରେ ଗାନ୍ଧିଜୀଙ୍କର ଦାବିକୁ ମାନିନେଲେ। ତ ସେହି ଘଟଣାରୁ ଗାନ୍ଧିଜୀଙ୍କର ପରିଚିତି ଆହୁରି ଭାରତରେ ବଢ଼ିଲା। ଫେର ଦ୍ୱିତୀୟ ହେଲା 1918 ମସିହାରେ ଖେଦା ନାମକ ଏକ ସ୍ଥାନରେ ପ୍ରବଳ ବନ୍ୟା ହେଲା ଏବଂ ସେ ବନ୍ୟାରେ ସବୁ ଜମିରେ ପାଣି ମାଡ଼ିଗଲା, ଫସଲ ମଧ୍ୟ ନଷ୍ଟ ହୋଇଗଲା। କିନ୍ତୁ ଇଂରେଜମାନେ ଫସଲ ଉପରୁ ଯେଉଁ ରାଜସ୍ୱ ନେଉଥିଲେ ସେ ରାଜସ୍ୱ ସେମାନେ ଛାଡ଼ କଲେ ନାହିଁ। ଫଳରେ ଗାନ୍ଧିଜୀଙ୍କ ନେତୃତ୍ୱରେ ସେଠିକାର ଚାଷୀମାନେ ଆନ୍ଦୋଳନ କଲେ, ଅସହଯୋଗ କଲେ ଏବଂ ଶେଷରେ ବାଧ୍ୟ ହୋଇକରି ଇଂରେଜ ସରକାର ରାଜସ୍ୱ ଛାଡ଼ କରାଇଲା ଏବଂ କୃଷକମାନଙ୍କର ଯେଉଁ
ପ୍ରତିନିଧି ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ତାଙ୍କୁ ସେ କଥା ଦେଲେ ଯେ ନାଇଁ ଆମେ ରାଜସ୍ୱ ଛାଡ଼ କରିଦେବୁ। ତାପରେ ଆସିଲା ଖିଲାଫତ ଆନ୍ଦୋଳନ। ବ୍ରିଟିଶ ମାନେ ପ୍ରଥମ ବିଶ୍ୱଯୁଦ୍ଧରେ ଯେତେବେଳେ ଭାରତୀୟମାନଙ୍କୁ ସାହାଯ୍ୟ ମାଗିଲେ ତ ଗାନ୍ଧିଜୀ ଏହି ସର୍ତ୍ତରେ ତାଙ୍କୁ ସମର୍ଥନ ଦେଲେ ଯେ ବିଶ୍ୱଯୁଦ୍ଧ ପରେ ଆମକୁ ସ୍ୱାଧୀନତା ଦିଆଯିବ। ବ୍ରିଟିଶ ଇଂରେଜ ଶାସକମାନେ କହିଲେ ଯେ ଠିକ୍ ଅଛି, ପ୍ରଥମ ବିଶ୍ୱଯୁଦ୍ଧରେ ଆପଣମାନେ ଆମକୁ ସାହାଯ୍ୟ କରନ୍ତୁ ଏବଂ ଆମେ ବିଶ୍ୱଯୁଦ୍ଧ ପରେ ଆପଣଙ୍କୁ ସ୍ୱାଧୀନତା ଦେବୁ। କିନ୍ତୁ ଯେତେବେଳେ ଯୁଦ୍ଧ ସରିଗଲା ଇଂରେଜମାନେ ତାଙ୍କ କଥା ରଖିଲେ ନାହିଁ, ଯାହାଫଳରେ ମହାତ୍ମା ଗାନ୍ଧୀ ପୁଣି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ। ତ ସେହି ସମୟରେ ସେ ଚିନ୍ତା କଲେ ଯେ ଭାରତରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଅଛନ୍ତି, ହିନ୍ଦୁ ମୁସଲିମ ମୁଖ୍ୟ ସମ୍ପ୍ରଦାୟ, ତେଣୁ ମୁସଲମାନ ନେତାମାନଙ୍କର ମଧ୍ୟ ସମର୍ଥନ ଜରୁରୀ। ସେ ବହୁତ ମୁସଲମାନ ନେତାମାନଙ୍କ ସହିତ କଥାବାର୍ତ୍ତା କଲେ ଏବଂ ତାଙ୍କୁ ସମର୍ଥନ କରିବା ପ୍ରବର୍ତ୍ତାଇଲେ। ତ ସେ ସମୟରେ ଯେଉଁ ହିନ୍ଦୁ ନେତାମାନେ ଥିଲେ ସେମାନେ ମହାତ୍ମା ଗାନ୍ଧୀକୁ ବିରୋଧ କଲେ, କିନ୍ତୁ ବହୁତ ମୁସଲିମ ନେତାକୁ ନିଜ ଆଡ଼କୁ ଆଣିବାରେ ମହାତ୍ମା ଗାନ୍ଧୀ ସେଥିରେ ସଫଳ ହେଲେ। ଦେନ୍ ଆସିଲା 1919 ମସିହାରେ ରାଓଲାଟ ଆକ୍ଟରେ ତା ପୂର୍ବରୁ ସେ ଆକ୍ଟକୁ ବିରୋଧ କରିବା ପାଇଁ ଗାନ୍ଧିଜୀ ଚିନ୍ତା କଲେ। ଗାନ୍ଧୀ ଚିନ୍ତା କରୁଥିଲେ ଯେ ଯେଉଁ ଇଂରେଜମାନେ ଭାରତକୁ ଶାସନ କରୁଛନ୍ତି ସେ ଆମର ଭାରତୀୟମାନଙ୍କର ସହଯୋଗ ପାଉଥିବା ଯୋଗୁଁ ସେ ସଫଳ ହେଉଛନ୍ତି। ତେଣୁ ଇଏ ଭାରତୀୟମାନେ କେମିତି ତାଙ୍କୁ ଅସହଯୋଗ କରିବେ, ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିବେ ନାହିଁ, ସେଥିପାଇଁ ସେ ଲୋକମାନଙ୍କୁ ଆହ୍ୱାନ ଦେଲେ ଏବଂ ଏ ଯେଉଁ ରାଓଲାଟ ଆକ୍ଟ ବ୍ରିଟିଶ ମାନେ ଆଣୁଥିଲେ ତାକୁ ବିରୋଧ କରିବା ପାଇଁ କହିଲେ। ତ ସେହି ସମୟରେ ଦିଲ୍ଲୀରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେଉଥିଲା ଏବଂ ଶାନ୍ତିପୂର୍ଣ୍ଣ ଜନତାଙ୍କ ଉପରକୁ ଇଂରେଜମାନେ ଗୁଳି ଚଳାଇଲେ ଏବଂ ଗାନ୍ଧିଜୀଙ୍କୁ ଦିଲ୍ଲୀରେ ପ୍ରବେଶ ନିମନ୍ତେ ମଧ୍ୟ ମନା କରାଗଲା, ଯାହାକୁ ସେ ଅମାନ୍ୟ କଲେ ଏବଂ ଗାନ୍ଧିଜୀଙ୍କୁ ଗିରଫ କରାଗଲା ଏବଂ ଲୋକମାନେ କ୍ରୋଧିତ ହୋଇ ସେଠି ଦଙ୍ଗା କରିଦେଲେ, ଯାହାଫଳରେ ବହୁତ ଲୋକ ଗିରଫ ମଧ୍ୟ ହେଲେ। 1919 ମସିହା ଏପ୍ରିଲ ମାସ 13 ତାରିଖରେ ଜାଲିଆନୱାଲାବାଗ ହତ୍ୟାକାଣ୍ଡ ଘଟିଲା। ଜଣେ ବ୍ରିଟିଶ ଅଧିକାରୀ ଜେନେରାଲ ଡାୟାର ତାଙ୍କର ସୈନ୍ୟ ସାମନ୍ତକୁ ନେଇ ଜାଲିଆନୱାଲାବାଗରେ ଯେଉଁ ସଭା ହେଉଥିଲା ସେ ସଭାରେ ଗୁଳି ଚଳାଇଦେଲେ, ଯାହାଫଳରେ ବହୁତ ହିନ୍ଦୁ, ଶିଖ, ମହିଳା, ଶିଶୁ ମୃତ୍ୟୁବରଣ କଲେ। ଏହା ଜାଲିଆନୱାଲାବାଗ ହତ୍ୟାକାଣ୍ଡ ରୂପରେ ପରିଚିତ, ସମସ୍ତେ ଆମେ ଜାଣିଛନ୍ତି। କିନ୍ତୁ ଏ ହତ୍ୟାକାଣ୍ଡ ଘଟି ସାରିବା ପରେ ମହାତ୍ମା ଗାନ୍ଧୀ ଇଂରେଜମାନଙ୍କୁ ଦୋଷ ଦେଇନଥିଲେ। ସେ ଆମର ଯେଉଁ ଲୋକମାନେ ଆନ୍ଦୋଳନ କରୁଥିଲେ ସେମାନଙ୍କୁ ସେ ସମାଲୋଚନା କରିଥିଲେ। ସେ କହୁଥିଲେ ଯେ ସବୁବେଳେ ଘୃଣାର ଜବାବ ପ୍ରେମରେ ଦିଅ। ଦେନ୍ 1922 ମସିହାରେ ସ୍ୱରାଜ ଆନ୍ଦୋଳନ ଆରମ୍ଭ ହେଲା। ସ୍ୱରାଜ ଆନ୍ଦୋଳନରେ ଗାନ୍ଧିଜୀ କହିଲେ ଯେ ଇଂରେଜମାନଙ୍କ ଦ୍ୱାରା ଯେଉଁ ଜିନିଷ ପ୍ରସ୍ତୁତ କରାଯାଉଛି, ବିଦେଶରୁ ଆସୁଥିବା ବସ୍ତ୍ର ବା ଅନ୍ୟାନ୍ୟ ଜିନିଷକୁ ବର୍ଜନ କର, ନିଜ ଦେଶରେ ଯାହା ତିଆରି ହେଉଛି ସ୍ୱଦେଶୀ ଜିନିଷକୁ ସବୁବେଳେ ବ୍ୟବହାର କର। ଏବଂ ଇଂରେଜ ସ୍କୁଲରେ ଯେଉଁମାନେ ପାଠ ପଢ଼ୁଥିଲେ ସେ ପିଲାମାନଙ୍କୁ ପାଠ ନ ପଢ଼ିବା ପାଇଁ ଅନୁରୋଧ କଲେ, ପାଠ ଛାଡ଼ିଦେବା ପାଇଁ କହିଲେ ଯେ ଇଂରେଜ ସ୍କୁଲରେ ପାଠ ପଢ଼ ନାହିଁ, ଆମ ଦେଶୀ ସ୍କୁଲ ଯାହା ଅଛି ସେଇଠି ପାଠ ପଢ଼। ଇଭିନ୍ ଯେଉଁମାନେ ଆଇନ ବ୍ୟବସାୟ କରୁଥିଲେ ଇଂରେଜମାନଙ୍କ କୋର୍ଟରେ ତାକୁ ମଧ୍ୟ ବନ୍ଦ କରିଦେବା ପାଇଁ ସେ କହିଲେ ଯେ ସବୁ ଅଚଳ କର, ସରକାରୀ ଅଫିସ ସବୁ ଅଚଳ କରିଦିଅ, ସ୍କୁଲ କଲେଜ ସବୁ ବନ୍ଦ କରିଦିଅ, କେହି ଇଂରେଜମାନଙ୍କ ସ୍କୁଲରେ ପାଠ ପଢ଼ ନାହିଁ, ଏସବୁ କହିଥିଲେ। ତାଙ୍କର ଅନୁରୋଧର ପ୍ରଭାବିତ ହୋଇ ବହୁତ ଭାରତୀୟ ମଧ୍ୟ ତାଙ୍କ ସହିତ ଯୋଗ ଦେଇଥିଲେ ଏବଂ ଯୋଡ଼ି ହୋଇଥିଲେ। ଦେନ୍ ଆସିଲା 1929 ମସିହା ସାଇମନ୍ କମିଶନ। 1929 ମସିହାରେ ସାଇମନ୍ କମିଶନ ଗଠନ ହୋଇଥିଲା କିଛି ସାମ୍ବିଧାନିକ କରିବା ପାଇଁ, ସାମ୍ବିଧାନିକ ସଂଶୋଧନ ପାଇଁ ଏକ କମିଶନ ଗଠନ କରିଥିଲେ, ଯେଉଁ କମିଶନରେ କୌଣସି ଭାରତୀୟ ନଥିଲେ। ଯେହେତୁ ଭାରତର ସମ୍ବିଧାନ ସଂଶୋଧନ ହେବ ଏବଂ ସେଥିରେ କୌଣସି ଭାରତୀୟ ନାହାନ୍ତି, ଗାନ୍ଧିଜୀ ଏହାକୁ ବିରୋଧ କଲେ ଏବଂ ଗାନ୍ଧିଜୀ କ'ଣ କଲେ ନା କଲିକତା କଂଗ୍ରେସରେ ଭାରତକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ପାଇଁ ଏକ ରିଜଲ୍ୟୁସନ୍ ପାସ୍ କଲେ, କରିକି ଇଂରେଜମାନଙ୍କୁ ପଠାଇଲେ, କିନ୍ତୁ ଇଂରେଜମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ। ଦେନ୍ ଡିସେମ୍ବର 31, 1929ରେ ଲାହୋର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସ ଭାରତର ଜାତୀୟ ପତାକା ଉନ୍ମୋଚିତ କରାଇଲେ ଏବଂ ଜାନୁଆରୀ 26, 1930କୁ ଭାରତର ସ୍ୱାଧୀନତା ଦିବସ ରୂପେ ପାଳନ କରିଥିଲେ।
देन आसला दांडी मार्च 1930 मसीहा 1930 मसीह ब्रिटिश माने लुण उपरे कर बसाइले गांधीजी यहाँ विरोध कले कहीं भारतर चारिपाख जाक समुद्र रही समुद्र लुण मरा हो तेणु से लुण इंग्रेज मानक भारतीय माने कर देवे यहाँ से विरोध कले तेणु अहमदाबाद ठारू दांडी पर्यंत 240 माइल से पदयात्रा कले सहित हजार हजार भारतीय जोगदेले एवं से पदयात्रा रे से सफल हेले एवं लुण मारिले दांडी रे आसी निजे समुद्र पानी लुण मारले तेणु ये दांडी मार्च सफल होता एवं इंग्रेज माने बाध्य होई से लुण उपर जो कर बसई प्रत्याहृत कले देन गोलटेबुल कॉन्फ्रेंस आसिला 1931 मसीह गांधीजी को इंग्लैंड डकागला गोलटेबुल बैठक रे गांधीजी भारतर संपूर्ण स्वाधीनता पर जोर दे कहले इंग्रेज माने गांधीजी को पचारे जे आपनकर उद्देश्य कौन सारा देश पई आपण कथा कहतु ना आपनकर निज कथा आपण कहतु गांधीजी कहले जे भारतर स्वाधीनता छड़ा और द्वितीय कथा मोर किसी ना तो गोलटेबुल बैठक विफल है से पड़े आसिले किंतु इंग्रेज माने कौन कले ना भारत में थिबा विभिन्न संप्रदायर नेता मानक एवं दलित मानक तरफ BR आंबेडकर को डकैले द्वितीय सम्मेलन है एवं द्वितीय सम्मेलन में से माने विभिन्न संप्रदायर नेता मानक विभिन्न प्रलोभन देखाइले प्रत्येक संप्रदाय को किछि किछि सुविधा देवाई कथा देले गांधीजी देखिले जदि यह सफल होउछि ताहले भारत विभाजन आड़ को जाउछि तेणु गांधीजी यहाँ विरोध कले एवं 1942 मसीह शेष क्विट इंडिया मूवमेंट आरंभ कले भारत छाड़ आंदोलन कले और भारत छाड़ आंदोलन एत व्यापक है जे 9 अगस्ट 1942 रे गांधीजी को इंग्रेज माने गिरफ्त कले एवं पुणे आगा खां पैलेस रे तांकु 2 वर्ष धरिक रखागला से समय से तांकर स्त्री कस्तूरबा को हरइले एवं तांकर व्यक्तिगत सचिव महादेव देसाई को मध्य हरइले किंतु 1 लाख राजनैतिक बंदी को इंग्रेज माने शेष मुक्त कले एवं भारत को संपूर्ण स्वाधीनता दिया जीवो बोली इंग्रेज माने प्रतिश्रुति देले राजी हेले 1946 मसीह ब्रिटिश कैबिनेट मिशन द्वारा भारतर स्वाधीनता एवं विभाजन प्रस्ताव दियागला एवं ताहाको भारतीय जातीय कांग्रेस अनुमोदन कले किंतु यही प्रस्ताव रे गांधीजी असंतुष्ट थिले किंतु सरदार वल्लभ भाई पटेल गांधीजी को मनइले जे यह छड़ा गृह युद्धर समाप्ति हवापाई आ कौन बाट ना तेणु गांधीजी तांकर अनिच्छा सत्वे ए प्रस्ताव को सम्मति देले जहाँफल 1947 मसीहा अगस्ट 15 तारिख रे भारत स्वाधीन है किंतु भारत विभाजन हो गला भारत और पाकिस्तान दुईटी देश सृष्टि है एवं जवाहरलाल नेहरू भारतर प्रथम प्रधानमंत्री हेले किंतु से समय हिंदू और मुसलमान के मध्य बहुत झगड़ा है हणाकटा चलला भारत हजार हजार मुसलमान पाकिस्तान को गले और पाकिस्तान में रोकवा हजार हजार हिंदू भारत को आसिले से बहुत बड़ दंगा होता तो जितेबले विभाजन जो चुक्ति होता से चुक्ति रे पाकिस्तान को 55 कोटी टंका दिया जीवो बोली लिखा होता तो गांधीजी जिद धरले जे पाकिस्तान को 55 कोटी टंका शीघ्र दि जाए तेणु भारतर सेतेबाळकार जो नेता माने थिले से माने बाध्य होइकरी गांधीजी प्रस्ताव रे राजी हेले एवं पाकिस्तान को 55 कोटी टंका दिया गला ये जिते सब घटना घटिला महात्मा गांधी सब बेले कहते जे मुसलमान माने हिंदू माने जेहेतु यह गोटे हिंदू बहुल देश से माने आमर सान भाई तांकर भूल को सब क्षमा कर दिया जाए किंतु बहुत दंगा होता दंगारे बहुत हिंदू मरुले ए कथा को समस्ते ग्रहण कर पारे तेणु 1948 मसीहा जनवरी 30 तारिख में नाथुराम गडसे तांको हत्या करथिले एवं नवेम्बर 15 1949 मसीह नाथुराम गडसे और तांकर साथी नारायण आप्टे को फांसी दिया जायथिला तो ये सब तांकर जो जीवनी को जदि आम स्टडी करवा जहाँ जदि आम आलोचना करवा तेबे गांधीजी सर्वदा सत्य शांति अहिंसा एवं शाकाहारी ब्रह्मचर्य सरलता एवं भगवान को ऊपर विश्वास यही सब कथा उपरे से जोर दौले एवं समस्त को यह ग्रहण करने से प्रवर्ताउले भारतीय स्वाधीनता आंदोलन से जड़े महानायक थिले एवं से सब चिरस्मरणीय
ତାଙ୍କର ଏହି ସବୁ ଗୁଣ ବିଶ୍ୱର ଅନ୍ୟାନ୍ୟ ନେତାମାନଙ୍କୁ ପସନ୍ଦ ଆସିଥିଲା। ସେମାନେ ଏହାକୁ ଗ୍ରହଣ ମଧ୍ୟ କିଛି ପରିମାଣରେ କରିଥିଲେ। ସେଥିପାଇଁ ସେ ବିଶ୍ୱ ସାରା ପ୍ରସିଦ୍ଧି ଲାଭ କରିଥିଲେ। ସେଥିପାଇଁ ବିଶ୍ୱର ସାରା ସବୁ ଦେଶରେ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ତିଆରି ହୋଇଛି ଏବଂ ତାଙ୍କର ଏଇ ଯେଉଁ ଅହିଂସା ସତ୍ୟ ଓ ଅହିଂସା ପାଇଁ ତାଙ୍କୁ ଭାରତର ଜନତା ମହାନ ଆତ୍ମା ବୋଲି ଭାବୁଥିଲେ, ତେଣୁ ତାଙ୍କୁ ମହାତ୍ମା ବୋଲି କହୁଥିଲେ। ଏବଂ ଯେତେବେଳେ ବି ଯୁଆଡ଼େ ମହାତ୍ମା ଗାନ୍ଧୀ ଯାଉଥିଲେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଦେଖିବା ପାଇଁ ରାସ୍ତା ଉପରକୁ ଚାଲି ଆସୁଥିଲେ। ତେଣୁ ତାଙ୍କୁ ଜାତିର ଜନକ ବୋଲି କୁହାଯାଉଥିଲା, ଜାତିର ପିତା ବୋଲି କୁହାଯାଉଥିଲା। ତେଣୁ ଗାନ୍ଧୀ ଜୟନ୍ତୀରେ ଆମେ ତାଙ୍କର ପ୍ରତ୍ୟେକ କଥାକୁ ଆମେ ମନେ ପକାଇବା ଏବଂ ଯଦି ଆମେ ତାଙ୍କର ଗୁଣଗୁଡ଼ିକୁ ଅନୁସରଣ କରୁଛେ ତାହା ହିଁ ଆମର ତାଙ୍କ ପ୍ରତି ଠିକ୍ ଶ୍ରଦ୍ଧାଞ୍ଜଳି ହେବ। ଏହା ହିଁ ଆଜି ମୁଁ କହିବା ପାଇଁ ଚାହୁଁଛି। ତ ଆଜି ଏତିକି। ଧନ୍ୟବାଦ।